ମୋ ନାଁ ମମତା ସାହାଣୀ। ଘର କଥା ଆମେ ଘରଟେ ବସିଛୁ, ଚଡ଼କ ମାଇଲା, ଘରରୁ ନିଆଁ ଲାଗିଲା, ଆମେ ନିଆଁ ଲିଭରୁ ସବୁ ଆମର ପଡ଼ିଗଲା, କିଛି ନାହିଁ। ଭୟଙ୍କର ବଜ୍ରପାତ ଜଳିଗଲା 6 ବଖରା ଘର, ଲକ୍ଷାଧିକ ସୁନା ରୂପା ପାଉସ, ଶଶୁର ବହୁ ଗୁରୁତର। ହଁ ଆଜ୍ଞା, ଭୟଙ୍କର ବଜ୍ରପାତରେ ଜଳିଯାଇଛି 6 ବଖରା ଘର, ଆଉ ଜଳିପୋଡ଼ି ପାଉସ ହୋଇଯାଇଛି ଲକ୍ଷାଧିକ ଟଙ୍କାର ସୁନା ରୂପା। ତେବେ ସିଧାସଳଖ ଦେଖିପାରୁଥିବେ କିଭଳି ଭାବରେ ହୋଇଛି ଏହି ଭୟଙ୍କର ବଜ୍ରପାତ, ଆଉ କିଭଳି ଭାବରେ ଜଳିପୋଡ଼ି ପାଉସ ହୋଇଯାଇଛି 6 ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସୁନା ରୂପା। ତେବେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଗ୍ରାମ ଜଗନ୍ନାଥ ପାଟଣା ସାହିର ଦେଖିବାକୁ ମିଳିଛି ଏଭଳି ଭୟଙ୍କର ବଜ୍ରପାତ। ସୂଚନା ମୁତାବକ ଏ ପାଟଣା ସାହିର ଅଖିଳ ସାହାଣୀଙ୍କ ପରିବାର ସନ୍ଧ୍ୟା ସମୟରେ ଘରେ ବସିଥିବା ସମୟରେ ତାଣ୍ଡବ ରଚିଥିଲା କାଳବୈଶାଖୀ। ଖାଲି ସେତିକି ନୁହେଁ, ସାହାଣୀଙ୍କ ଘର ଉପରକୁ ହୋଇଥିଲା ବଜ୍ରପାତ, ଆଉ ଏ ବଜ୍ରପାତରେ ଜଳି ଯାଇଥିଲା ସାହାଣୀ ପରିବାର 6 ବଖରା ଚାଳ ଘର। ପରେ ଭୁବନ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ସବୁକିଛି ଜଳିପୋଡ଼ି ହୋଇଯାଇଥିଲା ପାଉସ, ଆଉ ଏ ନିଆଁରେ ପାଉଁଶ ହୋଇଯାଇଛି ଲକ୍ଷାଧିକ ଟଙ୍କାର। ସରପଞ୍ଚ ଯମୁନାକୋଟ ଗ୍ରାମ ପଞ୍ଚାୟତ। ଆଜି ଆମ ଯମୁନାକୋଟ ଗ୍ରାମର ଅଖିଳ ସାହାଣୀ ଆଜି ବଜ୍ରାଘାତରେ ତାଙ୍କର ବହୁ କ୍ଷତ ବିକ୍ଷତ ହୋଇଛନ୍ତି ଏବଂ ତାଙ୍କର ଘରଟି ପୁରା ସମ୍ପୂର୍ଣ୍ଣ 7-8 ବଖରା ଘର ପୋଡ଼ି ଯାଇଛି ଏବଂ ତାଙ୍କର ଯୌଥ ପରିବାର 20-25 ଜଣ ହେଉଛନ୍ତି ଲୋକ। ତେଣୁ ମୁଁ ସରକାରଙ୍କୁ ଅନୁରୋଧ କରିବା ସହିତ ମୁଁ ଯମୁନାକୋଟ ଗ୍ରାମ ପଞ୍ଚାୟତ ହିସାବରେ ଯାହା ସରକାରୀ ସହାୟତା ନିଶ୍ଚିନ୍ତ ବହୁତ ଶୀଘ୍ର ତାଙ୍କୁ ମୁଁ ସହଯୋଗ କରିବି ଏବଂ ତାଙ୍କର କୌଣସି ଜିନିଷ ନାହିଁ, ସୁନା ରୂପାଠୁ ଆରମ୍ଭ କରି ବସ୍ତ୍ର ବି କିଛି ନାହିଁ। ତେଣୁ ମୁଁ ନିଶ୍ଚିନ୍ତ ବିଧାୟକଙ୍କୁ ଫୋନ୍ କରିଥିଲି ଏବଂ ତହସିଲଦାର ମ୍ୟାଡ଼ାମଙ୍କ ସାଙ୍ଗରେ ମଧ୍ୟ କଥା ହେଇଛି, ସେ ଆର୍ଆଇକି ପଠାଇବେ। ନିଶ୍ଚିନ୍ତ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ ସରକାରୀ ସ୍ତରରେ ଆମେ କରିବୁ। ଭୁବନରୁ ରାକେଶ କୁମାର ଗୁରୁଙ୍କ ରିପୋର୍ଟ, ସୂଚନା ମିଡ଼ିଆ।